ଯାହା ବି ହେଇଯାଉ ମୁଁ ତା ସହ କଥା ହେବିନି। ଯାହା ବି ହେଇଯାଉ ମୁଁ ତୁମକୁ କଲ୍ କରିବିନି। ଯାହା ବି ହେଇଯାଉ ମୁଁ ତୁମକୁ ଟଙ୍କା ଦେବିନି। ଯାହା ବି ହେଇଯାଉ ମୁଁ ଏ କାମ କରିବିନି। ଯାହା ବି ହେଇଯାଉ ମୁଁ ତୁମ ସହ ଯିବିନି। ଏ ସବୁ ସେଣ୍ଟେନ୍ସରେ ଆମର କମନ୍ ଗୋଟେ ହିଁ ଆସୁଛି କି ଯାହା ବି ହେଇଯାଉ। ତାହେଲେ ଏଇ ଯାହା ବି ହେଇଯାଉ ପାଇଁ ଆମେ ଇଂଲିଶର କେଉଁ ୱାର୍ଡ଼ ୟୁଜ୍ କରିବା, ତା ସହିତ କ'ଣ ଷ୍ଟ୍ରକ୍ଚର ରହିଛି ଯେଉଁଟା ଆମେ ଜାଣିଗଲେ ଏଇସବୁ ସେଣ୍ଟେନ୍ସକୁ ଟ୍ରାନ୍ସଲେଟ୍ କରିବା ପାଇଁ ଆମ ପାଇଁ ଇଜି ହେବ। ତା ସହିତ ଆମେ ଏମିତି ଡିଫରେଣ୍ଟ ସେଣ୍ଟେନ୍ସ କ୍ରିଏଟ୍ କରିପାରିବା, ତାକୁ ବି ଇଜିଲି ଟ୍ରାନ୍ସଲେଟ୍ କରିପାରିବା, ଆଉ ଆମେ ସ୍ମାର୍ଟଲି ଇଂଲିଶ ବି କହିପାରିବା। ତାହେଲେ ସେଥିପାଇଁ ଆମକୁ ଫାର୍ଷ୍ଟ ଏହାର ଷ୍ଟ୍ରକ୍ଚର ଜାଣିବାକୁ ପଡ଼ିବ। ସୋ ଆମେ ଫାର୍ଷ୍ଟ ଏହାର ମିନିଂ ଜାଣିବା। ଯାହା ବି ହେଇଯାଉ ତାର ଇଂଲିଶ ମିନିଂ ହେଉଛି କି ହ୍ୱାଟ୍ ଏଭର୍ ମେ ହାପେନ୍। ହ୍ୱାଟ୍ ଏଭର୍ ମେ ହାପେନ୍ ତାର ମିନିଂ ହେଉଛି ଯାହା ବି ହେଇଯାଉ। ସୋ ଆମର ଷ୍ଟ୍ରକ୍ଚର ହେଉଛି କି ହ୍ୱାଟ୍ ଏଭର୍ ମେ ହାପେନ୍ ପ୍ଲସ୍ ସବଜେକ୍ଟ ପ୍ଲସ୍ ୱିଲ୍ ନଟ୍ ପ୍ଲସ୍ ଭର୍ବ ପ୍ଲସ୍ ଅବଜେକ୍ଟ। ଏଠି ଆମେ ହ୍ୱାଟ୍ ଏଭର୍ ମେ ହାପେନ୍ ସେଣ୍ଟେନ୍ସର ଷ୍ଟାର୍ଟିଂରେ ୟୁଜ୍ କରିବା, ଦେନ୍ ଆମେ ସବଜେକ୍ଟ ୟୁଜ୍ କରିବା, ଦେନ୍ ଆମେ ୱିଲ୍ ନଟ୍ ୟୁଜ୍ କରିବା ସବୁ ସେଣ୍ଟେନ୍ସରେ। କାହିଁକିନା ଆମର ସେଣ୍ଟେନ୍ସ ଯେହେତୁ ଫ୍ୟୁଚରରେ ରହୁଛି, ତା ସହିତ ଆମର ଫ୍ୟୁଚର ନେଗେଟିଭରେ ରହୁଛି, ସେଥିପାଇଁ ଆମେ ୱିଲ୍ ନଟ୍ ୟୁଜ୍ କରିବା। ତାହେଲେ ଚାଲନ୍ତୁ ଏବେ କିଛି ଏକ୍ଜାମ୍ପଲ୍ସ ଦେଖି ନେବା। ଯାହା ବି ହେଇଯାଉ ମୁଁ ଏହି କାମ କରିବିନି। ଯାହା ବି ହେଇଯାଉ ମୁଁ ଏହି କାମ କରିବିନି। ହ୍ୱାଟ୍ ଏଭର୍ ମେ ହାପେନ୍ ଆଇ ୱିଲ୍ ନଟ୍ ଡୁ ଦିସ୍ ୱାର୍କ। ହ୍ୱାଟ୍ ଏଭର୍ ମେ ହାପେନ୍ ଆଇ ୱିଲ୍ ନଟ୍ ଡୁ ଦିସ୍ ୱାର୍କ। ଯାହା ବି ହେଇଯାଉ ମୁଁ ଏହି କାମ କରିବିନି। କରିବିନି ଆସୁଛି ଆମର ଫ୍ୟୁଚର ନେଗେଟିଭ୍ ଆସୁଛି। ଯାହା ବି ହେଇଯାଉ ମୁଁ ତା ସହ କଥା ହେବିନି। ହ୍ୱାଟ୍ ଏଭର୍ ମେ ହାପେନ୍ ଆଇ ୱିଲ୍ ନଟ୍ ଟକ୍ ଟୁ ହିମ୍। ହ୍ୱାଟ୍ ଏଭର୍ ମେ ହାପେନ୍ ଆଇ ୱିଲ୍ ନଟ୍ ଟକ୍ ଟୁ ହିମ୍। ଯାହା ବି ହେଇଯାଉ ମୁଁ ତା ସହ କଥା ହେବିନି। ହ୍ୱାଟ୍ ଏଭର୍ ମେ ହାପେନ୍ ଆଇ ୱିଲ୍ ନଟ୍ ଟକ୍ ଟୁ ହର୍ ବି ଆମେ କହିପାରିବା। ଯାହା ବି ହେଇଯାଉ ମୁଁ ତୁମକୁ ଟଙ୍କା ଦେବିନି। ହ୍ୱାଟ୍ ଏଭର୍ ମେ ହାପେନ୍ ଆଇ ୱିଲ୍ ନଟ୍ ଗିଭ୍ ୟୁ ମନି। ହ୍ୱାଟ୍ ଏଭର୍ ମେ ହାପେନ୍ ଆଇ ୱିଲ୍ ନଟ୍ ଗିଭ୍ ୟୁ ମନି। ଯାହା ବି ହେଇଯାଉ ଆମେ ଫେରିବୁନୁ। ହ୍ୱାଟ୍ ଏଭର୍ ମେ ହାପେନ୍ ୱି ୱିଲ୍ ନଟ୍ ଗୋ ବ୍ୟାକ୍। ହ୍ୱାଟ୍ ଏଭର୍ ମେ ହାପେନ୍ ୱି ୱିଲ୍ ନଟ୍ ଗୋ ବ୍ୟାକ୍। ଆଣ୍ଡ ନାଓ ଇଟ୍ସ ୟୁର୍ ଟର୍ନ। ଯାହା ବି ହେଇଯାଉ ମୁଁ ତୁମ ସହ ଯିବିନି। ଯାହା ବି ହେଇଯାଉ ମୁଁ ତୁମ ସହ ଯିବିନି। এই ସେଣ୍ଟେନ୍ସକୁ ଆମେ ଏହି ଷ୍ଟ୍ରକ୍ଚର ଅନୁସାରେ କେମିତି ଟ୍ରାନ୍ସଲେଟ୍ କରିବା, ଏହାର ଆନ୍ସର କମେଣ୍ଟ ବକ୍ସରେ କମେଣ୍ଟ କରିକି ନିଶ୍ଚୟ ଜଣାଇବେ କି ଏହାକୁ ଆମେ ଇଂଲିଶରେ କ'ଣ କହିବା। ଯାହା ବି ହେଇଯାଉ ମୁଁ ତୁମ ସହ ଯିବିନି।